एवरीवन, वेलकम टू आवर चैनल पी पाठशाला। आम एबे स्टार्ट करबे चाइल्ड डेवलपमेंट। सीडीपी रो कंप्लीट आपनकर चाइल्ड डेवलपमेंट रहइबो। आपनकर सीडीपी जेको से एग्जाम रे पचाउची सब एग्जाम पय एटा एप्लीकेबल हबो। सीडीपी जेको से जे आपन ओएसटीटी हला, सीटीएट हला, आपन जेको से एग्जाम रे सीडीपी पचारथिबो, चाइल्ड डेवलपमेंट पचारथिबो, ता पय एटा आपनकर एप्लीकेबल हबो। सेति पय समस्त में बहुत इंपोर्टेंट आपन सेशन दा रहइबो। सेति समस्त टिके माइंडफुली देखिबे क्लास टाको ହେଲା। ତାହେଲେ କମ୍ପ୍ଲିଟ ଚାଇଲ୍ଡ ଡେଭଲପମେଣ୍ଟ ବାଇ ପି ପାଠଶାଲା। ତାହେଲେ ପ୍ରଥମେ ପଢିବା ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ। ଚାଇଲ୍ଡ ଡେଭଲପମେଣ୍ଟ ପଢିବା ପୂର୍ବରୁ ଆମେ ପଢିବା ଯେ ହ୍ୱାଟ ଇଜ ଗ୍ରୋଥ ଆଣ୍ଡ ହ୍ୱାଟ ଇଜ ଡେଭଲପମେଣ୍ଟ। ତାହେଲେ ଗ୍ରୋଥ ଆମେ କଣ କହିଲେ ଆମେ କଣ ବୁଝିବା, ଆଉ ଡେଭଲପମେଣ୍ଟ କହିଲେ ଆମେ କଣ ବୁଝିବା। ଗ୍ରୋଥ ର ଓଡିଆ ମିନିଂ ହେଲା ବୃଦ୍ଧି। ତାହେଲେ ଗ୍ରୋଥ ର ଓଡିଆ ମିନିଂ ହେଲା ବୃଦ୍ଧି। ତାହେଲେ ଗ୍ରୋଥ କଣ କହୁଛି, ତା ଡେଫିନେସନ କଣ କହୁଛି ନା an increase in size, mass or number। ତାହେଲେ ଯଦି କେବଳ ଆପଣଙ୍କର ଆକାରରେ ବୃଦ୍ଧି, କେବଳ ଆପଣଙ୍କ ବସ୍ତୁତ୍ୱରେ ବୃଦ୍ଧି ହବ, କିମ୍ବା ଆପଣଙ୍କ ନମ୍ବରସ ବା ସଂଖ୍ୟାରେ ବୃଦ୍ଧି ହବ, ତାହେଲେ ଏଇ ସବୁ ଜିନିଷରେ ଆପଣ ଯଦି ବୃଦ୍ଧି ହବ ତାହେଲେ ତାକୁ କଣ କୁହାଯିବ ନା ବୃଦ୍ଧି କୁହାଯାଇ ପାରିବ। ତାର ନେଚର କଣ ରହିଲା, ନେଚର ହେଲା କ୍ୱାଣ୍ଟିଟେଟିଭ। ଏଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା କଣ କ୍ୱାଣ୍ଟିଟେଟିଭ। କେବଳ ଏଟା ଆପଣଙ୍କର କଣ କରୁଛି ନା ସାଇଜ ଆଉ ଆପଣଙ୍କର ମାସ ଆଉ ନମ୍ବରଟାର ଇନକ୍ରିଜ କୁ ଦେଖାଉଛି। ସେଥିପାଇଁ ଏଟା କଣ ନା କ୍ୱାଣ୍ଟିଟେଟିଭ, ମିନିଂ ଇଟ କ୍ୟାନ ବି ମେଜର୍ଡ ଅର କ୍ୱାଲିଫାଏଡ। ତାର ଏଟାକୁ କ୍ୱାଣ୍ଟିଟେଟିଭ କଣ ପାଇଁ କୁହାଯାଉଛି ନା କାହିଁକି ନା ଆକୁ ମାପା ଯାଇ ପାରିବ। ଆପଣଙ୍କ ହାଇଟ ଟାର କଣ ହେଲା ନା ବୃଦ୍ଧି ହେଲା, ଆପଣ ଉଚ୍ଚତାରେ ବୃଦ୍ଧି ହେଲା। ଆପଣ 5 ଫୁଟ ଥିଲେ 5.8 ଇଞ୍ଚ ହେଲେ, ତାହେଲେ ଯୋଉ 8 ଇଞ୍ଚ ଆପଣ ବଢିଲେ ସେଟା ଆପଣ ମାପି ପାରିବା, ମେଜର କରିପାରିବା। ତାହେଲେ ସେଥିପାଇଁ ତାକୁ କ୍ୱାଣ୍ଟିଟେଟିଭ କୁହାଗଲା। ତାହେଲେ ଯୋଉଟାକୁ ଆମେ ମାପି ପାରିବା ତାକୁ ଆମେ କ୍ୱାଣ୍ଟିଟେଟିଭ କହିବା। ତାପରେ ଏକ୍ସାମ୍ପଲ କଣ ହେଲା, an infant's increase in heights and weight or the growth of a plant from a seed to a mature tree। ତାହେଲେ ସେ କଣ ଇନଫାଣ୍ଟ ମାନେ ଗୋଟେ ଶିଶୁଟା ଯେତେବେଳେ ଶୈଶବ ଅବସ୍ଥାରେ ଥାଏ, ଶିଶୁ ଅବସ୍ଥାରେ ଥାଏ, ତାପରେ ତାର ରାପିଡ ଇନକ୍ରିଜ ହୁଏ। ସେ ତାର ବୃଦ୍ଧି ତାର କଣ ହୁଏ, ବୃଦ୍ଧିରେ ଦ୍ରୁତ ଗତିରେ ଅଭିବୃଦ୍ଧି ତାର ହୁଏ। ତାହେଲେ ସେଇ ସମୟ ତାର ହାଇଟ ବି ବଢେ, ତାର ୱେଟ ବି ବଢେ, ତାର ଉଚ୍ଚତା ଓଜନ ଦିଟାଙ୍କ ବଢେ। ସେମିତି ଗୋଟେ ଛୋଟ ମଞ୍ଜିଟିଏ ଥାଏ, ଛୋଟ ମଞ୍ଜିଟିଏ ଯେତେବେଳେ ପୋତିଲେ ତେଣୁ ସେ ଛୋଟ ଗଛଟେ ହେଲା। ସେ ଗଛଟା ଧୀରେ 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 ବୃଦ୍ଧି ହେଇକିନା ଗୋଟେ ଛୋଟ ବର ଗଛର ମଞ୍ଜି ରୁ କେଡେ ବଡ ବର ଗଛ ଆମର କଣ ହଉଛି ନା ଉତ୍ପନ୍ନ ହଉଛି। ତାହେଲେ ସେଇ ସବୁ ହାଇଟ ଟାକୁ ବା ୱେଟ ଟାକୁ ଆମେ କଣ କରିପାରିବା, ମାପି ପାରିବା। ତାହେଲେ ଯୋଉଟା ମାପି ହୁଏ ସେଟାକୁ ଆମେ କ୍ୱାଣ୍ଟିଟେଟିଭ କହିପାରିବା, ଆଉ ଯୋଉଟା ମାପି ହୁଏ ତାକୁ ଆମେ ଗ୍ରୋଥ କହିପାରିବା, ବୃଦ୍ଧି କହିପାରିବା। ତାପରେ ସ୍କୋପ କଣ ହେଲା, ଲିମିଟେଡ। ଏହାର ସ୍କୋପ ଅଛି ଲିମିଟେଡ as it stops once maturity is attained। ତାହେଲେ ଆପଣ ଦେଖନ୍ତୁ ଆପଣଙ୍କ ହାଇଟ ଟା ଗୋଟେ ସୀମା ବୟସ ସୀମା ପର୍ଯ୍ୟନ୍ତ ଆପଣଙ୍କ ବଢି ଚାଲିବ। ମନେକର 21 ବର୍ଷ ଯାଏଁ ଆପଣଙ୍କର ନର୍ମାଲି ହାଇଟ ଟା ବଢି ଚାଲେ, ତାପରେ ଆପଣଙ୍କ ହାଇଟ ଆଉ ବଢିବ ନାହିଁ। ତାହେଲେ ସେ କଣ ହୁଏ ନା ଏଟା କମିଯାଏ, ଷ୍ଟପ ହେଇଯାଏ ଯେତେବେଳେ ମ୍ୟାଚୁରିଟି ଆପଣଙ୍କର ପରିପକ୍ୱତା ଆସିଯାଏ। ତାପରେ ଆପଣଙ୍କ ଗ୍ରୋଥ ଟା କଣ ହେଇଯାଏ ନା ଷ୍ଟପ ହେଇଯାଏ, ବା ଆପଣଙ୍କ ବୃଦ୍ଧି ଟା ରହିଯାଏ। ତାର ଓଡିଆ ଜିନିଷ ଦେଖନ୍ତୁ, ଆପଣଙ୍କ ସଂଜ୍ଞା ରହିଲା ଆକାର, ବସ୍ତୁତ୍ୱ କିମ୍ବା ଆପଣଙ୍କ ସଂଖ୍ୟାର ବୃଦ୍ଧି। ପ୍ରକୃତି କଣ ରହିଲା ପରିମାଣାତ୍ମକ, ଅର୍ଥାତ୍ ଏହାକୁ ମାପ ଏବଂ ପରିମାଣ କରାଯାଇ ପାରିବ। ଉଦାହରଣ ସ୍ୱରୂପ ଏକ ଶିଶୁର ଉଚ୍ଚତା ଓ ଓଜନରେ ବୃଦ୍ଧି, କିମ୍ବା ଏକ ଗଛର ବୀଜରୁ ପରିପକ୍ୱ ଗଛକୁ ବୃଦ୍ଧି। ପରିସର କଣ ସୀମିତ, କାରଣ ପରିପକ୍ୱତା ହାସଲ କରିବା ପରେ ଏହା ବନ୍ଦ ହୋଇଯାଏ। ଓକେ, ତାହେଲେ ଆମେ ସବୁ ବୁଝିଗଲେ ଗ୍ରୋଥ କଣ ସବୁ ବୁଝିଗଲେ। ତାହେଲେ ଗ୍ରୋଥ ଟା କଣ ଆମେ ଜାଣିଗଲେ, ଏଟା ଗୋଟେ ମେନ୍ ଇମ୍ପୋର୍ଟାଣ୍ଟ ଯୋଉଟା ଯେଗଲା କ୍ୱାଣ୍ଟିଟେଟିଭ। ଆପଣ କଣ କରିପାରିବେ ନା ପରିମାଣାତ୍ମକ, ତାର ଗୋଟେ କିଛି ପରିମାଣ ଅଛି, ତା କ୍ୱାଣ୍ଟିଟି ଅଛି, ତାକୁ ମାପି ପାରିବା। ତାହେଲେ ଗ୍ରୋଥ ହେଲା କ୍ୱାଣ୍ଟିଟେଟିଭ ଇନ ନେଚର। ତାପରେ ଏବେ ପଢିବା ଡେଭଲପମେଣ୍ଟ। ହ୍ୱାଟ ଇଜ ଡେଭଲପମେଣ୍ଟ, ଦେନ୍ ହ୍ୱାଟ ଇଜ ଡେଭଲପମେଣ୍ଟ ପଢିବା, ଏଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଅଛି। ଆପଣ ଦେଖନ୍ତୁ ହ୍ୱାଟ ଇଜ ଡେଭଲପମେଣ୍ଟ ଡେଫିନେସନ ରହିଲା the overall series of orderly progressive changes in an individual that leads to improved functioning and maturity। ତାହେଲେ ସେ କଣ କହୁଛି, ଜଣେ ବ୍ୟକ୍ତିଙ୍କର ମଧ୍ୟରେ କ୍ରମବଦ୍ଧ ପ୍ରଗତିଶୀଳ ପରିବର୍ତ୍ତନର ସାମଗ୍ରିକ ଶୃଙ୍ଖଳା, ଯାହା ଉନ୍ନତ କାର୍ଯ୍ୟକାରିତା ଏବଂ ପରିପକ୍ୱତା ଆଡକୁ ନେଇଯାଏ, ତାକୁ କଣ କହିପାରିବା ନା ଡେଭଲପମେଣ୍ଟ କହିପାରିବା। ତାହେଲେ ସେ କଣ କହୁଛି ନା ସିରିଜ ଅଫ ଅର୍ଡର, ଗୋଟେ ସିରିଜ କ୍ରମବଦ୍ଧ ମାନେ ଚାଲିଥାଏ। ଡେଭଲପମେଣ୍ଟ ଆପଣ କେବେ ରହେନି, ଗୋଟେ ସିରିଜ ଯେମିତି ଆପଣଙ୍କର କଣ ନା ଗୋଟେ ପରେ ଗୋଟେ ଏପିସୋଡ ଆପଣଙ୍କ ଦେଖିବେ, ଗୋଟେ ସିରିଜରେ ଗୋଟେ ଏପିସୋଡ ଚାଲିଥାଏ। ସେମିତି ଆପଣଙ୍କ ଡେଭଲପମେଣ୍ଟଟା ଗୋଟେ କଣ୍ଟିନ୍ୟୁଅସ ପ୍ରୋସେସ ଆପଣଙ୍କର ଚାଲିଥାଏ। ସାର୍ ପ୍ରୋଗ୍ରେସିଭ ଲାଇଫ ଚେଞ୍ଜ ଟାଇମ ପ୍ରୋସେସ କଣ ହବନି କି? କଣ କହିଲେ, ହ୍ୟାଲୋ
सर डेवलपमेंट लाइफ लॉन्ग प्रोसेस होनी ହଁ ସେଟା हेलो କହିଲେ ଆପଣଙ୍କର ଲାଇଫ ଲଙ୍ଗ ଚାଲିଥାଏ ଆପଣ ଡେଭଲପମେଣ୍ଟ ଏଟା ପଢା ହବ ଠିକ ଅଛି ହଁ progressive changes in an individual that leads to improved functioning and maturity ତାହେଲେ ଆପଣଙ୍କ ସେ କଣ କହୁଛି ପ୍ରଗତିଶୀଳ ପରିବର୍ତ୍ତନ ସାମରିକ ଶୃଙ୍ଖଳା ଯାହା ଉନ୍ନତ କାର୍ଯ୍ୟକାରିତା ଏବଂ ପରିପକ୍ୱତା ଆଡକୁ ନେଇଯାଏ ସେ ଆମର କୋଉ ଆଡକୁ ନେଇଯାଏ ମ୍ୟାଚୁରିଟି ବା ପରିପକ୍ୱତା ଆଡକୁ ମୁଁ ନେଇଯାଏ ତାହେଲେ ଏହାର ନେଚର କଣ ବୋଥ କ୍ୱାଲିଟେଟିଭ କ୍ୱାଣ୍ଟିଟେଟିଭ ଆଣ୍ଡ କ୍ୱାଲିଟେଟିଭ ତାହେଲେ ସେ ବୋଥ ଆପଣଙ୍କର ଉଭୟ ପରିମାଣାତ୍ମକ ଆଉ ଗୁଣାତ୍ମକ ତାହେଲେ ଦେଖନ୍ତୁ ଡେଭଲପମେଣ୍ଟ କୁହାଯାଏ ଏଟା କହୁଛି ଲାଇଫ ଲଙ୍ଗ ପ୍ରୋସେସ ଯୋଉଟା ତମେ କହିଲ ଏଇଠି ଲେଖା ହେଇଛି ଏଠି ଆପଣଙ୍କ ସ୍କୋପରେ ଡେଭଲପମେଣ୍ଟ ଇଜ ଲାଇଫ ଲଙ୍ଗ ପ୍ରୋସେସ ଗର୍ଭଧାରଣ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଉଟା କୁହାଯାଏ ଓମ୍ ଟୁ ଟୁମ୍ ମାନେ ଆପଣଙ୍କର ଜନ୍ମ ହବାରୁ ଆପଣଙ୍କ ମଲା ପର୍ଯ୍ୟନ୍ତ ମୃତ୍ୟୁ ହେବା ପର୍ଯ୍ୟନ୍ତ ଆପଣଙ୍କୁ ସେ ପ୍ରୋସେସଟା ଲାଗିଥାଏ ଡେଭଲପମେଣ୍ଟ ଆପଣ କେବେ ବି ରହେ ନାହିଁ ଆପଣ ଗୋଟେ ଜିନିଷ ଶିଖୁଛନ୍ତି ତାହେଲେ ଆପଣଙ୍କ ସବୁ ଜ୍ଞାନ ଆପଣ ଅଧିକାର କେବେ ବି କରିପାରିବେ ନାହିଁ ଆପଣ ଯେତେ ସବୁ ଜ୍ଞାନ ଅଛି ଆପଣ ସେ ସମଗ୍ର ଜ୍ଞାନକୁ କେବେ ବି ଆପଣ କଣ କରିପାରିବେ ନା ଅଧିକାର କରିପାରିବେ ନାହିଁ ଜ୍ଞାନକୁ ଆପଣ ସବୁ ଗ୍ରହଣ କରିପାରିବେ ନାହିଁ ଆପଣ ଲାଇଫ ଲଙ୍ଗ ଆପଣ ଜୀବନ ପଳେଇବ ତଥାପି ଆପଣ କରିପାରିବେ ନାହିଁ ତାହେଲେ ଏକ୍ସାମ୍ପଲ ଥିଲା ଲର୍ଣ୍ଣିଂ ଟୁ ସିଟ୍ ଷ୍ଟାଣ୍ଡ ୱାକ୍ ଟକ୍ ଆଣ୍ଡ ଆକ୍ୱାରିଂ ଆବଷ୍ଟ୍ରାକ୍ଟ ଥିଙ୍କିଂ ସ୍କିଲ୍ସ ଉଦାହରଣ କଣ ବସିବା ଠିଆ ହେବା ଚାଲିବା କଥାବାର୍ତ୍ତା କରିବା କିମ୍ବା ବିମୃତ ଚିନ୍ତା କୌଶଳକୁ ହାସଲ କରିବା ତାହେଲେ ଆବଷ୍ଟ୍ରାକ୍ଟ ଥିଙ୍କିଂ କୋଉଟା ଆବଷ୍ଟ୍ରାକ୍ଟ ଥିଙ୍କିଂ କହିଲେ ଆମ ଯେକୌଣସି ଥିଙ୍କିଂ ଯୋଉଟା କି ଆପଣଙ୍କର କଳ୍ପନା ଇମାଜିନେସନ ଆମ ଇମାଜିନେସନରେ ଯାହା ଭାବୁ ସେଟା ହଉଛି ଆବଷ୍ଟ୍ରାକ୍ଟ ଥିଙ୍କିଂ ଆମ କଳ୍ପନାରେ ଆମେ କିଛି ଭାବିପାରିବା ତାର କିଛି ସୀମା ନାହିଁ ହେଲା ସେଥିପାଇଁ ଡେଭଲପମେଣ୍ଟ କଣ କୁହାହେଲା ନା ଲାଇଫ ଲଙ୍ଗ ପ୍ରୋସେସ ଆପଣଙ୍କ ଜୀବନ ସାରା ଡେଭଲପମେଣ୍ଟ ଚାଲିଥାଏ ଆପଣଙ୍କ ଗ୍ରୋଥ ଟା କଣ ହୁଏ ନା ମ୍ୟାଚୁରିଟି ବା ଆପଣଙ୍କର ପରିପକ୍ୱତା ହାସଲ ପରେ ଷ୍ଟପ ହେଇଯାଏ ରହିଯାଏ କିନ୍ତୁ ମ୍ୟାଚୁରିଟି ଆପଣଙ୍କ ଜୀବନ ସାରା ବା ଲାଇଫ ଲଙ୍ଗ ଚାଲିଥାଏ ଓକେ ଏବେ ବେସିକ ଡିଫରେନ୍ସ ଆପଣ ଜାଣିପାରିଥିବେ ଯେ ଗ୍ରୋଥ ଆଉ ଡେଭଲପମେଣ୍ଟ ଭିତରେ ଡିଫରେନ୍ସ ଦେଖନ୍ତୁ ଗ୍ରୋଥ ରେ ଆପଣଙ୍କ ଅପ୍ ଟୁ ମ୍ୟାଚୁରିଟି ଯାଙ୍କେ ଆପଣ ଗ୍ରୋଥ ହୁଏ ବା ପରିପକ୍ୱତା ଯାଙ୍କେ ହିଁ ଆପଣଙ୍କର ଗ୍ରୋଥ ହବ ଆଉ ଡେଭଲପମେଣ୍ଟ ଓମ୍ ଟୁ ଟୋମ୍ ମାନେ ଆପଣଙ୍କର ଜନ୍ମ ହେବାରୁ ଆପଣଙ୍କର ମଲା ପର୍ଯ୍ୟନ୍ତ ଆପଣଙ୍କ ଡେଭଲପମେଣ୍ଟ ବିକାଶ ଚାଲିଥାଏ ବିକାଶ କେବେ ରହେନି ବିକାଶଟା କ୍ରମାଗତ ଭାବରେ ଚାଲିଥାଏ କ୍ରମାଗତ ପ୍ରକ୍ରିୟା ଭାବରେ ଚାଲିଥାଏ ତାପରେ ଆସିଲା ଆପଣଙ୍କର କ୍ୱାଲିଟେଟିଭ ଚେଞ୍ଜ କ୍ୱାଲିଟେଟିଭ ଚେଞ୍ଜ କହିଲେ କଣ ବୁଝାଗଲା ୱେ ଅଫ ଡୁଇଂ ସମଥିଙ୍ଗ ତାହେଲେ କିଛି କରିବାର ଉପାୟ ୱେ ଅଫ ଡୁଇଂ ସମଥିଙ୍ଗ ଆବିଲିଟି ଟୁ ଡୁ ସମଥିଙ୍ଗ ଇମୋସନାଲ ଅଣ୍ଡରଷ୍ଟାଣ୍ଡିଂ ଏଟସେଟ୍ରା କିଛି କରିବାର କ୍ଷମତା ଭାବ ପ୍ରବଣର ବୁଝାମଣା ଇତ୍ୟାଦି ସେଟା ହଉଛି କ୍ୱାଲିଟେଟିଭ ଚେଞ୍ଜେସ ଆପଣଙ୍କ କ୍ୱାଲିଟିରେ କିଛି ଚେଞ୍ଜେସ ଆସିଲା ଆପଣଙ୍କର ମନ ପରିବର୍ତ୍ତନ ହେଲା ଆପଣଙ୍କର ବୁଝିବାର ଶକ୍ତି ବିକଶିତ ହେଲା ତାହେଲେ ଏଇ ସବୁ ଜିନିଷ ଆମେ ମାପିପାରିବା କି ଆପଣ ଆଗରୁ ଯେତିକି ଜିନିଷ ବୁଝିପାରୁଥିଲେ ଏଇଟା ଆପଣ କଣ ସହଜରେ ଆହୁରି ଭଲ ଭାବରେ ଜିନିଷ ଗୁଡାକୁ ବୁଝିପାରୁଛନ୍ତି ଆପଣଙ୍କୁ କେତେ ବିକାଶ ହେଲା ସେଟା ଆମେ ମାପିପାରିବା କି ଆମେ ଆପଣଙ୍କର ଦେଖନ୍ତୁ ଏକ୍ସାମ ଥ୍ରୁରେ ଆପଣଙ୍କୁ କେବଳ ଆପଣଙ୍କର ମାପି ଦଉଛି ଆପଣ ଏତିକି ସ୍କୋରରେ ଇମ୍ପ୍ରୁଭମେଣ୍ଟ କଲେ କିନ୍ତୁ ଆପଣ କେତେ ବୁଝିଲେ ସେଟା ଆମେ ଜାଣିପାରିବା କି ତାକୁ ମାପିପାରିବା ନାହିଁ ଯୋଉଟା ମାପିପାରିବା ନାହିଁ ସେଟା ହଉଛି କ୍ୱାଲିଟେଟିଭ ଚେଞ୍ଜେସ ହେଲା ସେଟା ଆବିଲିଟି ଟୁ ଡୁ ସମଥିଙ୍ଗ ଆପଣ କିଛି କରିବାର ଉପାୟ ପାଇଲେ କିଛି କରିବାର କ୍ଷମତା ଆପଣଙ୍କ ବୃଦ୍ଧି ହେଲା ସେଇ ସବୁ ଜିନିଷକୁ ଆମେ ମାପିପାରିବାନି ତାର କିଛି ମେଜରମେଣ୍ଟ ନାହିଁ କିନ୍ତୁ ଆପଣ କ୍ୱାଣ୍ଟିଟେଟିଭ ଚେଞ୍ଜ ମାନେ ଯୋଉଟା ଆମେ ମାପିପାରିବା ହାଇଟ୍ ଟାକୁ ମାପିପାରିବା ଆପଣ ଫୁଟରେ ଆପଣଙ୍କ ହାଇଟ୍ ଟା ମାପିପାରିବେ କିମ୍ବା ସେମିରେ ମାପିପାରିବେ ୱେଟ ଟାକୁ ଆପଣ ମାପିପାରିବେ ଆପଣଙ୍କ ସେପ୍ ଆପଣ ଆକାରକୁ ମାପିପାରିବେ ତାହେଲେ ଦ ଡେଭଲପମେଣ୍ଟାଲ ଚେଞ୍ଜେସ ଆର୍ ପ୍ରୋଗ୍ରେସିଭ ଅର୍ଡରଲି ଆଣ୍ଡ ସିକ୍ୱେନ୍ସାଲ ତାହେଲେ ଉଚ୍ଚତା ଓଜନର ଆକାର ବିକାଶମୂଳକ ପରିବର୍ତ୍ତନ ଗୁଡିକ ହେଉଛି ପ୍ରଗତିଶୀଳ ମାନେ କ୍ରମାଗତ ଭିତରେ ଥାଏ ଶୃଙ୍ଖଳିତ ଆଉ କ୍ରମିକ ଓକେ ଯୋଉଟା ହେଲା ପିଓଏସ୍ ମାନେ ଆପଣଙ୍କ ପ୍ରୋଗ୍ରେସିଭ ଅର୍ଡରଲି ଆଣ୍ଡ ସିକ୍ୱେନ୍ସିଆଲ ପିଓଏସ୍ ତାପରେ ଆସିଲା ଆପଣଙ୍କର ଇମ୍ପୋର୍ଟାଣ୍ଟ ରହିଲା ବ୍ରଡ ଡୋମେନ୍ସ ଅଫ ଡେଭଲପମେଣ୍ଟ ହେଲା ବ୍ରଡ ଡୋମେନ୍ସ ଅଫ ଡେଭଲପମେଣ୍ଟ କଣ କହିଲା ବିକାଶର ବ୍ୟାପକ କ୍ଷେତ୍ର ବିକାଶର ଯୋଉ କ୍ଷେତ୍ରଟା ଅଛି ବା ଡେଭଲପମେଣ୍ଟର ଯୋଉ ଡୋମେନ୍ସ ଅଛି ସେଟା ଲିମିଟେଡ ନୁହେଁ ସୀମିତ ନୁହେଁ ତାର ସ୍ତରଟା କଣ ନା ବ୍ୟାପକ ତାହେଲେ ପ୍ରଥମେ ଆସିଲା ଆପଣଙ୍କ ଫିଜିକାଲ ଡେଭଲପମେଣ୍ଟ ସେକେଣ୍ଡରେ ଆସିଲା ଆପଣଙ୍କ କଗ୍ନିଟିଭ ଡେଭଲପମେଣ୍ଟ ଥାର୍ଡରେ ଆସିଲା ଆପଣଙ୍କ ସୋସିଆଲ ଡେଭଲପମେଣ୍ଟ ଆପଣଙ୍କ ଲାଷ୍ଟରେ ଆସିଲା ଇମୋସନାଲ ଡେଭଲପମେଣ୍ଟ ତାହେଲେ ଶାରୀରିକ ବିକାଶ ଜ୍ଞାନାତ୍ମକ ବିକାଶ ସାମାଜିକ ବିକାଶ ଆବେଗିକ ବିକାଶ ଏଟା ଜ୍ଞାନାତ୍ମକ ବିକାଶ ବୌଦ୍ଧିକ ବିକାଶ ବି କୁହାଯାଏ ଡିଟେଲ୍ସ ଆମେ ପଢିବା ଓକେ ତାକୁ କୁହାଯାଏ ପିସିଏସସି ଏଇଟା ହେଲା ଆପଣଙ୍କ ଫିଜିକାଲ ତାପରେ କଗ୍ନିଟିଭ ତାପରେ ସୋସିଆଲ ତାପରେ ଇମୋସନାଲ ତାହେଲେ ସବୁକୁ ଆମେ ଡିଟେଲ୍ସ ପଢିବା
physical cognitive impairment। ତାହେଲେ ଆସିଲା ପ୍ରଥମେ ଆପଣଙ୍କ ଫିଜିକାଲ ଡେଭଲପମେଣ୍ଟ ହେଲା ହାଇଟ୍ ୱେଟ୍ ସାଇଜ ସେପ୍ ଏଟସେଟ୍ରା। ଉଚ୍ଚତା ଓଜନ ଆକାର ଏଗୁଡା ସବୁ ଆପଣଙ୍କ ଫିଜିକାଲ ଡେଭଲପମେଣ୍ଟ। ଆପଣଙ୍କ ଉଚ୍ଚତାରେ ବୃଦ୍ଧି ହେଲା, ଆପଣଙ୍କ ଓଜନରେ ବୃଦ୍ଧି ହେଲା, ଆପଣଙ୍କ ଆକାରରେ ବୃଦ୍ଧି ହେଲା, ତାହେଲେ ଏଇସବୁ ଜିନିଷ ଆପଣଙ୍କ ଫିଜିକାଲ ଡେଭଲପମେଣ୍ଟ। ଆପଣଙ୍କ ଶାରୀରିକ ବିକାଶ ନା ଶରୀରର କ୍ଷେତ୍ରରେ ଆପଣଙ୍କ କିଛି ବିକାଶ ହଉଛି, ଆପଣଙ୍କ ଉଚ୍ଚତାରେ ହଉ, ଓଜନରେ ହଉ କିମ୍ବା ଆକାରରେ ହଉ, ତାହେଲେ ଏଇସବୁ ଆପଣଙ୍କ କଣ ନା ଆପଣଙ୍କ ଫିଜିକାଲ ଡେଭଲପମେଣ୍ଟ। ଶରୀର କ୍ଷେତ୍ରରେ ଯାହା ଆପଣଙ୍କ ବିକାଶ ହୁଏ ତାକୁ ଫିଜିକାଲ ଡେଭଲପମେଣ୍ଟ କୁହାଯାଏ ବା ଶାରୀରିକ ବିକାଶ କୁହାଯାଏ। ଦେନ୍ ଆପଣଙ୍କ ଆସିଲା କଣ ନା ମୋଟର ଡେଭଲପମେଣ୍ଟ କଣ କହିଲେ ଦେଖନ୍ତୁ ନା ପ୍ରଥମେ ମୋଟର ଡେଭଲପମେଣ୍ଟ ଆପଣଙ୍କୁ ଦିଟା ଭାବରେ ବିଭକ୍ତ କଲେ। ପ୍ରଥମେ ଆପଣଙ୍କୁ ଆସିଥିଲା ଗ୍ରସ୍ ମୋଟର ଡେଭଲପମେଣ୍ଟ। ତାହେଲେ ଗ୍ରସ୍ ମୋଟର ଡେଭଲପମେଣ୍ଟ କହିଲେ ଆମେ କଣ ବୁଝିବା, ଲାର୍ଜ ବଡି ମୁଭମେଣ୍ଟସ୍ ଇନଭଲଭିଂ ବିଗ୍ ମସଲ୍ସ ଆର୍ମ ଲେଗ ଷ୍ଟ୍ରଙ୍ଗ। ତାହେଲେ ଆପଣଙ୍କ ଲାର୍ଜ ମସଲ ଗ୍ରୁପ ଯୋଉଥିରେ ଆପଣଙ୍କର ବଡ ବଡ ମାଂସପେଶୀ କଣ ହେଇଥାଏ ନା ଯେଉଁ କାର୍ଯ୍ୟରେ ଆପଣଙ୍କର ବଡ ବଡ ମାଂସପେଶୀ ଉପଯୋଗ ହୋଇଥାଏ ତାହାକୁ ଆମେ କଣ କହିପାରିବା ନା ଗ୍ରସ୍ ମୋଟର ଡେଭଲପମେଣ୍ଟ କହିପାରିବା। ତାହେଲେ ମସଲ ୟୁଜ ହେଲା ଲାର୍ଜ ମସଲ୍ସ ଗ୍ରୁପ ଯେମିତି ସୋଲ୍ଡର ହେଲା, ଥାଏ ହେଲା, ବ୍ୟାକ୍ ହେଲା। ତାହେଲେ ଏଇ ସବୁ ମସଲ ଗ୍ରୁପ ଯେତେବେଳେ ଆପଣଙ୍କର ଯୋଉ କାମରେ ଆପଣଙ୍କ ଇନଭଲ୍ଭ ରହିବେ, ଯେମିତି ଆପଣ କିଛି ଚାଲୁଛନ୍ତି, ଆପଣ ଦୌଡୁଛନ୍ତି, ଆପଣ କିଛି ଜିନିଷକୁ ଟାଣୁଛନ୍ତି, ତାହେଲେ ଏଥିରେ ଆପଣଙ୍କ ହାତର ଗୋଡର ମସଲ ଗ୍ରୁପ ଯୋଉଟା ବଡ ବଡ ମାଂସପେଶୀ ସବୁ ଆପଣଙ୍କର ବ୍ୟବହାରରେ ଆସିଲା। ତାହେଲେ ଯେଉଁ କ୍ଷେତ୍ରରେ ବଡ ବଡ ମାଂସପେଶୀ ଶରୀରର ବଡ ବଡ ମାଂସପେଶୀ ଆପଣଙ୍କର ବ୍ୟବହାରରେ ଆସେ ତାକୁ କଣ କହିପାରିବା ନା ଗ୍ରସ୍ ମୋଟର ଡେଭଲପମେଣ୍ଟ କହିପାରିବା। ତାହେଲେ ଏହାର କଣ୍ଟ୍ରୋଲ କେମିତି, ନିୟନ୍ତ୍ରଣ କେମିତି, ରିକ୍ୱାର୍ସ କୋଅର୍ଡିନେସନ ଆଣ୍ଡ ବାଲାନ୍ସ। ତାହେଲେ ଆପଣଙ୍କ ନିୟନ୍ତ୍ରଣ ଦରକାର, ତା ସହିତ ଆପଣଙ୍କ ବାଲାନ୍ସ ବି ଦରକାର। ତାପରେ ଏକ୍ସାମ୍ପଲ ହେଲା ୱାକିଂ, ରନିଂ, ଜମ୍ପିଂ, ସ୍କିପିଂ, ଥ୍ରୋଇଂ ଅର୍ କ୍ୟାଚିଂ ଏ ବଲ୍। ତାହେଲେ ଚାଲିବା ହଉ, ଆପଣଙ୍କୁ ଦୌଡ଼ିବା ହଉ, ଜମ୍ପିଂ ମାନେ ଆପଣଙ୍କ ଡେଇଁବା ହଉ, ସ୍କିପିଂ କରିବା ହଉ, ଦୌଡ଼ି ଡିଆଁ ଖେଳିବା ହଉ, ତାପରେ ଥ୍ରୋଇଂ କିଛି ଆପଣଙ୍କ ବଲ୍ ଥ୍ରୋ କଲେ ଫୋପାଡ଼ିଲେ, ଆଉ କ୍ୟାଚିଂ ଏ ବଲ୍ ଆପଣ କିଛି ବଲ୍ ଟାକୁ କ୍ୟାଚ୍ କଲେ ଧରିଲେ, ଏ ସବୁ ଆପଣଙ୍କର କଣ ହେଲା ନା ଗ୍ରସ୍ ମୋଟର ଡେଭଲପମେଣ୍ଟ ହେଲା। ଏଥିରେ ଦେଖନ୍ତୁ ଆପଣଙ୍କର ହାତ ଆଉ ଗୋଡର ବଡ ବଡ ମାଂସପେଶୀ ସବୁ କଣ ହେଲା ନା ବ୍ୟବହୃତ ହେଲା, ବ୍ୟବହାରରେ ଆସିଲା, ସେଥିପାଇଁ ତାକୁ ଗ୍ରସ୍ ମୋଟର ଡେଭଲପମେଣ୍ଟ କୁହାଯାଉଛି। ତାହେଲେ ଗ୍ରସ୍ କହିଲେ ଏପଟେ ବଡ ଜିନିଷ, ଗ୍ରସ୍ ମାନେ ବଡ ବଡ, ତାହେଲେ ବଡ ଅର୍ଥରେ ସେ ବୁଝିଲା ଗ୍ରସ୍ ମାନେ ଯୋଉଥିରେ ବଡ ମାଂସପେଶୀ ଆପଣଙ୍କର ୟୁଜ ହେଲା। ଯେମିତି ବଡ ମାଂସପେଶୀ ବାହୁ, ଗୋଡ, ସନ୍ଧିର ସହିତ ଜଡିତ ବୃହତ ଶରୀର ଗତିବିଧି। ବ୍ୟବହୃତ ମାଂସପେଶୀ ବୃହତ ମାଂସପେଶୀ କାନ୍ଧ ସନ୍ତୁଳନ ଆବଶ୍ୟକ ହୋଇଥାଏ। ଉଦାହରଣ ଗୁଡିକ ହେଲା ଚାଲିବା, ଦୌଡ଼ିବା, ଡେଇଁବା, ବଲ୍ ଫିଙ୍ଗିବା କିମ୍ବା ଧରିବା, ସାଇକେଲ ଚଳେଇବା ବା ପାହାଡ ଚଢିବା, ଏସବୁ ହେଲା ଆପଣଙ୍କର ଗ୍ରସ୍ ମୋଟର ଡେଭଲପମେଣ୍ଟ ବା ଗ୍ରସ୍ ମୋଟର ସ୍କିଲ୍ସ ବି ତାକୁ କୁହାଯାଏ। ହେଲା ଦେଖନ୍ତୁ ଗ୍ରସ୍ ମୋଟର ସ୍କିଲ୍ସ ଯୋଉଥିରେ ଆପଣଙ୍କ ବଡ ବଡ ମାଂସପେଶୀ ସବୁ ବିନିଯୋଗ କରାଗଲା। ତାପରେ ଆଉ ଆସିଗଲା ଫାଇନ୍ ମୋଟର ମୁଭମେଣ୍ଟ ବା ଫାଇନ୍ ମୋଟର ସ୍କିଲ୍ସ। ତାହେଲେ ଆପଣ ଦେଖିଥିବେ ଫାଇନ୍ ମୋଟର ସ୍କିଲ୍ ଟା ବୁଝିବାରେ ଦେଖନ୍ତୁ ଆପଣ ଯୋଉମାନେ ଅନଲାଇନ ଗେମିଂ ଖେଳୁଛନ୍ତି, ଯୋଉମାନେ ଅନଲାଇନରେ ଗେମ୍ ଖେଳୁଛନ୍ତି, ପବଜି ହେଲା, ଫ୍ରି ଫାୟାର ହେଲା, ସେମାନଙ୍କର କଣ ହୁଏ ନା ସେମାନଙ୍କ ଡେଭଲପମେଣ୍ଟ ହୁଏ ଫାଇନ୍ ମୋଟର ଡେଭଲପମେଣ୍ଟ, ତା ଫାଇନ୍ ମୋଟର ମୁଭମେଣ୍ଟ ତାଙ୍କ ଡେଭଲପମେଣ୍ଟ ହୁଏ। କାରଣ ସେଥିରେ ଆପଣଙ୍କ ଛୋଟ ମାଂସପେଶୀ ଯେମିତି ହାତର ମାଂସପେଶୀ ହେଲା ସେଟା ବିନିଯୋଗ ହେଲା। ତାହେଲେ ଫାଇନ୍ ମୋଟର ଡେଭଲପମେଣ୍ଟ କହିଲେ ବା ଫାଇନ୍ ମୋଟର ମୁଭମେଣ୍ଟ କହିଲେ ପ୍ରିସାଇଜ ମୁଭମେଣ୍ଟ ଅଫ ସ୍ମଲ ମସଲ ଗ୍ରୁପ especially in the hands and fingers requires coordination and control। ତାହେଲେ ସୂକ୍ଷ୍ମ ମୋଟର ଗତିବୃଦ୍ଧି ହେଉଛି ଛୋଟ ମାଂସପେଶୀ ଗୁଡିକର ସଠିକ ଗତି, ବିଶେଷ କରି ହାତ ଏବଂ ଆଙ୍ଗୁଳିରେ, ଯାହା ସମନ୍ୱୟ ଏବଂ ନିୟନ୍ତ୍ରଣ ଆବଶ୍ୟକ କରେ। ତାହେଲେ ଆପଣଙ୍କର ଯଦି କିଛି ଲେଖିବା ହଉ, ପେଣ୍ଟିଂ ହେଲା, କିମ୍ବା ଆପଣଙ୍କର ଗେମ୍ ଖେଳିବା, ଅନଲାଇନ ଗେମ୍ ଖେଳିବା ହେଲା, କିମ୍ବା ଆପଣଙ୍କ କିଛି ଆପଣଙ୍କର ଡ୍ରଇଂ କରିବା ହେଲା, କିମ୍ବା ଗୋଟେ ହାର୍ଡୱାର୍କ କରିବା ହେଲା, ଏ ସବୁ ଆପଣଙ୍କର କଣ ହେଲା ନା ଫାଇନ୍ ମୋଟର ମୁଭମେଣ୍ଟ। ଏଥିରେ ଆପଣଙ୍କର କଣ ଖାଲି ଆପଣଙ୍କର ଆଙ୍ଗୁଳି, ହାତ ଆଙ୍ଗୁଳି ବ୍ୟବହୃତ ହଉଛି, ଛୋଟ ଛୋଟ ମସଲ ଗ୍ରୁପ ବ୍ୟବହୃତ ହଉଛି। ତାହେଲେ ଏଥିପାଇଁ ତାକୁ କଣ କୁହାହେଲା ନା ଫାଇନ୍ ମୋଟର ମୁଭମେଣ୍ଟ କୁହାହେଲା। ତାହେଲେ ଯେଉଁ କ୍ଷେତ୍ରରେ ଆପଣଙ୍କର ସ୍ମଲ ମସଲ ଗ୍ରୁପସ ବା ଛୋଟ ଛୋଟ ମାଂସପେଶୀ ବ୍ୟବହୃତ ହୁଏ ତାକୁ ଆମେ କଣ କହିପାରିବା, ଯେମିତି ଆଙ୍ଗୁଳିର ମାଂସପେଶୀ ହଉ, ଗୋଡର ଆଙ୍ଗୁଳି ହଉ କିମ୍ବା ହାତର ଆଙ୍ଗୁଳି ହଉ, ତାକୁ କହିପାରିବା ଫାଇନ୍ ମୋଟର ମୁଭମେଣ୍ଟ। ଯେମିତି ଏକ୍ସାମ୍ପଲ ହେଲା ରାଇଟିଂ, ବଟନିଂ, ଟାଇପିଂ, ସୁଲେସେସ୍, ସୁଲେସେସ୍ ବାନ୍ଧିବା, ପିକିଂ ଅଫ୍ ବ୍ରେଡ୍ସ, କଟିଂ ୱିଥ ସିଜର୍ସ। ଯେମିତି ଆପଣ ହ୍ୟାଣ୍ଡୱାର୍କ କଲେ ଆପଣଙ୍କର କଣ କରିବେ ନା ହ୍ୟାଣ୍ଡୱାର୍କ କରିବା ମାଧ୍ୟମରେ ଆପଣଙ୍କର କଇଁଚି ସାହାଯ୍ୟରେ ଆପଣ କଣ କରି କାଟନ୍ତି, ଜୋତାର ଲେସ୍ ପିନ୍ଧନ୍ତି, ତାର ମୁଦି ଉଠାଇବା ହେଲା, ବଟମ ଲଗାଇବା,
ଏ ସବୁ ଆପଣଙ୍କର କଣ ହେଲା ନା ଫାଇନ୍ ମୋଟର ମୁଭମେଣ୍ଟ ହେଲା। ଏଥିରେ ଆପଣଙ୍କ ଛୋଟ ଛୋଟ ମାଂସପେଶୀ ସବୁ ବିନିଯୋଗ ହଉଛି। ହାତର ମାଂସପେଶୀ ହେଲା, ଏସବୁ ଫିଙ୍ଗର ମେନଲି ଆପଣଙ୍କ ଫିଙ୍ଗର ଦେଖନ୍ତୁ ଏଠି ସବୁ ୟୁଜ ହେଲା। ସେଥିପାଇଁ ଯୋଉମାନେ ଅନଲାଇନ ଗେମ୍ ଖେଳୁଥିବେ ତାଙ୍କର ଫାଇନ୍ ମୋଟର ଡେଭଲପମେଣ୍ଟ ଅଧିକ ହେଇଥିବ ହେଲା, କାହିଁକି ତାଙ୍କର ଛୋଟ ଛୋଟ ମସଲ ଗ୍ରୁପ ଅଧିକ ତାଙ୍କର ବିକାଶ ହେଇଥିବ ହେଲା। ତାହେଲେ ଆପଣ ବୁଝିପାରୁଥିବେ ଗ୍ରସ୍ ମୋଟର ଡେଭଲପମେଣ୍ଟ କଣ, ଫାଇନ୍ ମୋଟର ଡେଭଲପମେଣ୍ଟ କଣ। ତାହେଲେ ଗ୍ରସ୍ ମୋଟର ଡେଭଲପମେଣ୍ଟ କହିଲେ ଆମେ କଣ ବୁଝିବା ନା ଯେଉଁଥିରେ କି ଆମ ବଡ ବଡ ମସଲ ଗ୍ରୁପ ବା ମାଂସପେଶୀ ବିନିଯୋଗ ହୁଏ, ଯେମିତିକି ଚାଲିବା ହଉ, ଦୌଡ଼ିବା ହଉ, ଡେଇଁବା ହଉ, ଏଥିରେ ସବୁ ଆପଣଙ୍କ ହାତ ଓ ଗୋଡର ବଡ ବଡ ମାଂସପେଶୀ ସବୁ ବିନିଯୋଗ ହଉଛି। କିନ୍ତୁ ଫାଇନ୍ ମୋଟର ମୁଭମେଣ୍ଟ କହିଲେ ଯେଉଁଥିରେ ଆପଣଙ୍କ ଖାଲି ଫିଙ୍ଗର, ଆପଣଙ୍କ ଆଙ୍ଗୁଠି ସବୁ ବିନିଯୋଗ ହଉଥିବ ବା ଛୋଟ ଛୋଟ ମାଂସପେଶୀ ବିନିଯୋଗ ହଉଥିବ ହେଲା। ତାହେଲେ ଏଟାକୁ ଆପଣ କଣ କହିପାରିବେ ନା ଫାଇନ୍ ମୋଟର ଡେଭଲପମେଣ୍ଟ ବା ଫାଇନ୍ ମୋଟର ସ୍କିଲ୍ସ କହିପାରିବେ। ଦେନ୍ ଆପଣଙ୍କ ଆସିଲା କଗ୍ନିଟିଭ ଡେଭଲପମେଣ୍ଟ। Cognitive development କହିଲେ refers to the growth of thinking, reasoning, problem solving, memory and learning abilities. ତାହେଲେ cognitive development କହିଲେ ଆମେ କଣ ବୁଝିବା, ଚିନ୍ତା, ଯୁକ୍ତି, ସମସ୍ୟା ସମାଧାନ, ସ୍ମୃତି ଶକ୍ତି ଏବଂ ଶିକ୍ଷଣ କ୍ଷମତାକୁ ବୃଦ୍ଧି ସୂଚାଇଥାଏ। ତାକୁ ଜ୍ଞାନାତ୍ମକ ବିକାଶ କୁହାଯାଏ। ତାହେଲେ ହେଲା ଗ୍ରୋଥ ଅଫ ଥିଙ୍କିଂ, ଭାବିବାର। ଗୋଟେ ଜିନିଷ ଆପଣ କଣ କରିବେ, ଆନାଲିସିସ୍ କରି ଭାବିବେ, ଭାବନାରେ ଆପଣଙ୍କୁ ବୃଦ୍ଧି କରିବ। ରିଜନିଂ, ଆପଣ ଲଜିକ ଖୋଜିବେ, ରିଜନ ଖୋଜିବେ, ତାର କଣ ପାଇଁ ସେ ଜିନିଷଟା ହେଲା, ଏଇ ଜିନିଷଟା ହେଲା ତାର ରିଜିନ କଣ ଅଛି, ହ୍ୱାଏ କ୍ୱେଶ୍ଚିନ କରିବା। ପ୍ରୋବ୍ଲେମ ସଲଭିଂ, ଯଦି ଆପଣ କିଛି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ। ମେମୋରି ମାନେ ଆପଣଙ୍କର ମନେ ରଖିବେ। ଆଣ୍ଡ ଲର୍ନିଂ ଆବିଲିଟିଜ, ସେଟା ହଉଛି ଆପଣ କଗ୍ନିଟିଭ ଡେଭଲପମେଣ୍ଟ। ଚିନ୍ତା, ଯୁକ୍ତି, ସମସ୍ୟାର ସମାଧାନ, ସ୍ମୃତି ଶକ୍ତି ଏବଂ ଶିକ୍ଷଣ କ୍ଷମତାର ଅଭିବୃଦ୍ଧିକୁ ସୂଚାଇଥାଏ। ତାକୁ ଜ୍ଞାନାତ୍ମକ ବିକାଶ କୁହାଯାଏ। ତାହେଲେ ହୋପଫୁଲି ସମସ୍ତେ ବୁଝିପାରୁଥିବେ ଜ୍ଞାନାତ୍ମକ ବିକାଶ କୁହାଗଲା এটা ମେନଲି ଆପଣଙ୍କ ରିଜନିଂ ସ୍କିଲ୍। ତାହେଲେ ଏଇଟା ଜାଣନ୍ତୁ ଲେଫ୍ଟ ବ୍ରେନ୍ ଆଉ ରାଇଟ୍ ବ୍ରେନ୍। ଲେଫ୍ଟ ବ୍ରେନ୍ ଆପଣଙ୍କ କଣ ହୁଏ, ଆପଣଙ୍କର ବାମ ପାଖରେ ଯୋଉ ମସ୍ତିଷ୍କଟା ଅଛି ସେ ଲଜିକାଲ, ସେ ସବୁ ଲଜିକାଲ ଜିନିଷ ଭାବେ। ଆପଣଙ୍କ ରିଜନିଂ ଯେମିତି ସବୁ ପଛରେ ରିଜନ ଟା ଭାବେ, ଯେ ଏଇ ଜିନିଷ ହେଲା କଣ ପାଇଁ ହେଲା, ୟା ପଛର ଲଜିକ ଟା କଣ, ଆନାଲିଟିକାଲ ଆନାଲିସିସ୍ କରେ, ସବୁ ଜିନିଷଟାକୁ ଆନାଲିସିସ୍ କରେ। ଲିନିୟର ଗୋଟେ ଲାଇନରେ ଚାଲେ ପୁରା ସ୍ଥିର ଭାବରେ। ଭର୍ବାଲ, ଫ୍ୟାକ୍ଚୁଆଲ, ମାନେ ଫ୍ୟାକ୍ଟ ବିଷୟରେ ସେ ମେନଲି ଦେଖେ ଯେ କଣ କଣ ତଥ୍ୟାତ୍ମକ, ତାପରେ ସିକ୍ୱେନ୍ସ ଚାଲେ, ଗୋଟେ ସିକ୍ୱେନ୍ସ ରେ ଚାଲେ। କିନ୍ତୁ ରାଇଟ୍ ବ୍ରେନ୍ ଟା ଆପଣ କଣ ହୁଏ ନା କ୍ରିଏଟିଭ, ଯେ ଯୋଉମାନେ ମେନଲି କ୍ରିଏଟିଭ ଫିଲ୍ଡରେ ଥିବେ, କି ଆପଣଙ୍କ ଯୋଉମାନେ ପେଣ୍ଟିଂ କରୁଥିବେ କିମ୍ବା କୌଣସି ରାଇଟିଂ କରୁଥିବେ, ଲେଖକ ଥିବେ, କବି ଥିବେ, କିମ୍ବା ଗୋଟେ ଭଲ ଚିତ୍ରକାର, ତାଙ୍କର ରାଇଟ୍ ବ୍ରେନ୍ ଟା ଅଧିକ କଣ ହୁଏ ଡେଭଲପ ହେଇଥାଏ, କ୍ରିଏଟିଭ ଥାଏ ସେମାନେ। ତାପରେ ହେଲା ଇଣ୍ଟୁଇଟିଭ, ତାପରେ ଆର୍ଟିଷ୍ଟିକ, ଆର୍ଟିଷ୍ଟ କହିଲି, ତା ନନ୍ ଭର୍ବାଲ, ତାପରେ ଇମୋସନାଲ। ଏମାନେ ଇମୋସନାଲ ଥାନ୍ତି ହେଲା, ଭାବନାତ୍ମକ, ତାଙ୍କ ଭାବନା ଉପରେ ସେମାନଙ୍କର କଣ ହେଲା କଣ୍ଟ୍ରୋଲ କରିପାରନ୍ତି ନାହିଁ। ତାପରେ ହେଲା ଇମାଜିନେଟିଭ, ଅଧିକ ଜିନିଷ ସେମାନେ କଣ କରନ୍ତି ନା ଇମାଜିନ କରନ୍ତି ବା ଆପଣଙ୍କର କଳ୍ପନା କରିପାରନ୍ତି ହେଲା। ସେମାନଙ୍କୁ ତାହେଲେ ରାଇଟ୍ ବ୍ରେନ ର ସବୁ ଏଇ ସବୁ ଜିନିଷ ଗୁଡା ରହିଲା। ଓକେ, ଏବେ ପଢିବା ଆପଣଙ୍କର ସାମାଜିକ ବିକାଶ। ତାହେଲେ ଆପଣଙ୍କ ସୋସିଆଲ ଡେଭଲପମେଣ୍ଟ ଯୋଉଟା ହେଲା ସାମାଜିକ ବିକାଶ, ସେଟା ପଢିବା। ତାହେଲେ ଗ୍ରୋଥ ଇଜ ଦ ଆବିଲିଟି ଟୁ ଇଣ୍ଟରାକ୍ଟ ୱିଥ ଅଦର୍ସ। ତାହେଲେ ଗ୍ରୋଥ କଣ, ଆପଣଙ୍କ ଆବିଲିଟିଜ ଟୁ ଇଣ୍ଟରାକ୍ଟ ୱିଥ ଅଦର୍ସ, ଅନ୍ୟମାନଙ୍କ ସହିତ ଭାବ ବିନିମୟ କରିବାକୁ କଣ କୁହାଯାଏ ନା ଗ୍ରୋଥ କୁହାଯାଏ। ଫର୍ମ ରିଲେସନସିପ୍ସ, ସେ ଆପଣଙ୍କ ସମ୍ପର୍କ ସ୍ଥାପନ। ତାପରେ ଫଲୋ ସୋସିଆଲ ରୁଲ୍ସ, ସାମାଜିକ ନିୟମ ଅନୁସରଣ କରିବା। ଏବଂ ଆଣ୍ଡ ୱାର୍କ ଇନ୍ ଗ୍ରୁପ୍ସ, ଏବଂ ଗୋଷ୍ଠୀରେ କାର୍ଯ୍ୟ କରିବାର କ୍ଷମତାର ବୃଦ୍ଧିକୁ କଣ କୁହାଯାଏ ନା ସାମାଜିକ ବିକାଶ କୁହାଯାଏ। ତାହେଲେ ଆପଣଙ୍କ ସୋସିଆଲ ଡେଭଲପମେଣ୍ଟ କହିଲେ ଆପଣଙ୍କ କେମିତି ଅନ୍ୟମାନଙ୍କ ସହିତ, ଅନ୍ୟ ଲୋକମାନଙ୍କ ସହିତ ଆପଣ ଭାବ ବିନିମୟ କରିପାରିବେ, ଭାବରେ ବିନିମୟ କରିପାରିବେ, ତାଙ୍କ ସହିତ ଆପଣ କଥାବାର୍ତ୍ତା କରିପାରିବେ, ତାଙ୍କର କଥା ଆପଣ ବୁଝିପାରିବେ, ଆପଣଙ୍କ କଥା ତାଙ୍କୁ ବୁଝେଇ ପାରିବେ, ତାଙ୍କ ସହିତ ଗୋଟେ ସମ୍ପର୍କ ସ୍ଥାପନ କରିପାରିବେ, ରିଲେସନସିପ ବନେଇ ପାରିବେ। ଯେମିତି ଆପଣ ସେ ସୁବିଧା ଅସୁବିଧାରେ ଆପଣ ସେମାନେ ଠିଆ ହେଇ ପାରୁଥିବେ। ତାପରେ ସାମାଜିକ ନିୟମ ଅନୁସରଣ କରିବା, ଆଉ ସମାଜରେ ଯାହା ବି ସବୁ ରୁଲ୍ସ ଅଛି, ସୋସାଇଟି ଯାହା ଆମ ରୁଲ୍ସ କରିଛି, ନିୟମ କରିଛି, ସେ ନିୟମ କାନୁନ ମାନିକି ଚଳିବା। ଆଣ୍ଡ ୱାର୍କ ଇନ୍ ଗ୍ରୁପ୍ସ, ଆଉ ସବୁବେଳେ ଗୋଷ୍ଠୀରେ କାମ କରିବା, ସବୁବେଳେ କେବେ ଗୋଷ୍ଠୀ ଛଡା ହେବାନି କିମ୍ବା ଇଣ୍ଟ୍ରୋଭର୍ଟ ହେଇକି ସବୁବେଳେ ଅଲଗା ରହିବା ନାହିଁ, ଗୋଷ୍ଠୀରେ କେମିତି କାମ କରିବା, ତାହେଲେ ଆପଣଙ୍କ ସୋସିଆଲ ଡେଭଲପମେଣ୍ଟ ହେଇପାରିବ। ଏକ୍ସାମ୍ପଲ୍ସ କଣ ରହିଲା, ଏ ଚାଇଲ୍ଡ ଲର୍ନିଂ ଟୁ ସେୟାର ଟଏଜ, କୋଅପରେଟିଭ ଇନ୍ ଗେମ୍ସ ଆଣ୍ଡ ରେସ୍ପେକ୍ଟ ଅଦର୍ସ। ତାହେଲେ ଉଦାହରଣ ସ୍ୱରୂପ ଗୋଟେ ପିଲା ଖେଳଣା ବାଣ୍ଟିବା,
ସେ ଖେଳ ନିଜେ ଖେଳୁନି, ସେ ତା ସାଙ୍ଗମାନଙ୍କୁ ବାଣ୍ଟୁଛି, ଆସ ମିଶିକି ଖେଳିବା। ଖେଳରେ ସହଯୋଗ କରିବା, କୋଅପରେଟ ଇନ ଗେମ୍ସ, ତାହେଲେ ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିବେ ଗେମ୍ସ ଡ୍ୟୁରିଂ, ଯେତେବେଳେ ଗେମ୍ସ ଖେଳୁଥିବେ ତାହେଲେ ଆପଣଙ୍କ ସାଙ୍ଗମାନଙ୍କୁ କଣ କରିବେ ନା ସାହାଯ୍ୟ କରିବେ, ତାଙ୍କ ସୁଲେସ୍ ବାନ୍ଧିଦବା, ତାଙ୍କ ପାଇଁ ଆପଣଙ୍କର ରିଫ୍ରେଶମେଣ୍ଟ ବା ଯୋଉ ଇଲେକ୍ଟ୍ରୋଲାଇଟ୍ସ ଆସିଲା କି ଯାହାବି ଆପଣ ତାଙ୍କୁ ଦବା, ଏବଂ ଅନ୍ୟମାନଙ୍କୁ ସମ୍ମାନ ଦବା, ଏବଂ ସମସ୍ତେ ଅଫିସିଆଲ ଗେମ୍ସ ରେ କିମ୍ବା ଯାହାବି ରେଫ୍ରିଏସ୍ ହେଲା ତାଙ୍କୁ ସବୁ ସମ୍ମାନ ପ୍ରଦର୍ଶନ କରିବା। ସେ ସବୁ ଜିନିଷ ପିଲାଙ୍କର କେତେବେଳେ ଡେଭଲପ ହବ, ଯେତେବେଳେ ସାମାଜିକ ଡେଭଲପମେଣ୍ଟ ବା ସୋସିଆଲ ଡେଭଲପମେଣ୍ଟ, ସାମାଜିକ ବିକାଶ ହେଇପାରିବ। ଓକେ, ଏତିକି ଆଜି ପଢିଥିବା, ଏହା ଆମେ କାଲି କଣ୍ଟିନ୍ୟୁ କରିବା। ଥ୍ୟାଙ୍କ ୟୁ ଏଭ୍ରିୱାନ। କାଲି ଆମେ ଦେଖିବା ଆଜି କ୍ଲାସ ଟା କେମିତି ଲାଗିଲା ଆଉ ପିଡିଏଫ ଟା କେମିତି ଲାଗୁଛି, ସମସ୍ତେ ନିଜର